ଅଗଷ୍ଟ 1ରୁ ଲାଗୁ ହେବାକୁ ଯାଉଛି ଏହି 5ଗୋଟି ନୂଆ ନିୟମ, ଯାହା ଆପଣ ସମସ୍ତେ ଜାଣି ରଖିବା ଜରୁରୀ। ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି ଏଲ୍ପିଜି ସିଲିଣ୍ଡର ଏମିତିକି ବ୍ୟାଙ୍କ ସମ୍ବନ୍ଧୀୟ ନିୟମ, ଯାହାକି ସାରା ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଏହି 5ଗୋଟି ନୂଆ ନିୟମ। ଆଉ ଏହା ମଧ୍ୟ ଅଗଷ୍ଟ 1ରୁ ଲାଗୁ ହେବ। ଆସନ୍ତୁ ଭିଡିଓରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପ୍ରଥମ ତ ଦେଖନ୍ତୁ, ଚଳିତ ମାସରେ ଏଲ୍ପିଜି ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ଜୁଲାଇ 1ରେ ତୈଳ ବିପଣନ କମ୍ପାନୀ ଗୁଡ଼ିକ 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ଘୋଷଣା କରିଥିଲେ। ତଥାପି ଏହି ହ୍ରାସ 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ କରାଯାଇଥିଲା, ଯାହାଫଳରେ ଦିଲ୍ଲୀର ଏହାର ମୂଲ୍ୟ 183.50 ହ୍ରାସ ପାଇ 3,113.50 ଠାରୁ ଆରମ୍ଭ କରି 2,930 ଟଙ୍କା ରହିଥିଲା। ତେବେ 14 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ପୂର୍ବ ପରି ସ୍ଥିର ରହିଛି। ତେବେ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ରୋଷେଇ ଘର ବଜେଟ୍ ଉପରୁ ଦୋହଲାଇ ଦେଇପାରେ। ତାଛଡ଼ା ଅଗଷ୍ଟ 1 ତାରିଖରେ ଏଟିଏଫ୍ ମୂଲ୍ୟରେ ମଧ୍ୟ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ଯେକୌଣସି ମୂଲ୍ୟ ହ୍ରାସ ପାଇଁ କିମ୍ବା ବୃଦ୍ଧି ପାଇଁ ବିମାନ ଯାତ୍ରା ଖର୍ଚ୍ଚକୁ ଗୁରୁତ୍ୱ ଭାବରେ ପ୍ରଭାବିତ କରିପାରେ। ସେହିଭଳି ଅନେକ ବ୍ୟାଙ୍କ ମଧ୍ୟ ଆସନ୍ତା ଅଗଷ୍ଟ 1 ତାରିଖରୁ ସେମାନଙ୍କର ସେବା ଶୁଳ୍କ ସଂଶୋଧନ କରିବେ। ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଏସ୍ଏମ୍ଏସ୍ ଆଲର୍ଟ ଶୁଳ୍କରେ ପରିବର୍ତ୍ତନ କରିବାକୁ ଯାଉଛି। ଏଣିକି ପ୍ରତି ଏସ୍ଏମ୍ଏସ୍ ପାଇଁ 30 ପଇସା ଲାଗୁ ହେବ, ଯାହାର ଏକ ମାସିକ ସୀମା ରହିବ। ଏହି ସମୟରେ ବ୍ୟାଙ୍କ ଗ୍ରାହକଙ୍କୁ ଡେବିଟ୍ କାର୍ଡ ରକ୍ଷଣାବେକ୍ଷଣ ଶୁଳ୍କ କିମ୍ବା ଅନ୍ୟାନ୍ୟ ସେବା ଶୁଳ୍କରେ କୌଣସି ପରିବର୍ତ୍ତନ ପାଇଁ ସେମାନଙ୍କର ବ୍ୟାଙ୍କର ନିୟମ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ସେହିପରି ଅଗଷ୍ଟ ଆରମ୍ଭରେ ଭାରତୀୟ ରେଳବାଇ ସହିତ ଜଡ଼ିତ ଏହି ନିୟମ ମଧ୍ୟ ପରିବର୍ତ୍ତନ ହୋଇପାରେ। ଯଦି ରିପୋର୍ଟଗୁଡ଼ିକୁ ଠିକ୍ କରାଯାଏ, ତେବେ ଅଗଷ୍ଟ 1 ତାରିଖରେ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପ୍ରକ୍ରିୟା ନିୟମରେ ପରିବର୍ତ୍ତନ ହୋଇପାରେ। ଏହା ଅଧୀନରେ ଟୋକନ ପ୍ରଦାନ କରିବା ସମୟ ବର୍ତ୍ତମାନ ତତ୍କାଳ ଟିକେଟ୍ ବୁକିଂ ଆରମ୍ଭ ହେବା ସମୟ ସହିତ ସମାନ ହେବ, ଯାହା ରିଜର୍ଭେସନ କାଉଣ୍ଟରରେ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରିବ। ଏହା ସହିତ ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂ ମଧ୍ୟ ସହଜ ହେବ। ଏପର୍ଯ୍ୟନ୍ତ ଟୋକନ ପାଇବା ପାଇଁ ପ୍ରଥମେ ଲୋକଙ୍କ ବିଭିନ୍ନ ସମୟରେ କାଉଣ୍ଟରକୁ ଯିବାକୁ ପଡ଼ୁଥିଲା ଏବଂ ତାପରେ ଟିକେଟ୍ ବୁକ୍ କରିବାକୁ ପଡ଼ୁଥିଲା।